ସମାଜ ଆମେ ସମସ୍ତେ ମିଶି ଗଢ଼ିଥାଉ। ତେଣୁ ପରିବର୍ତ୍ତନ ମଧ୍ୟ ଆମ ପାଖରୁ ଆରମ୍ଭ ହେବା ଉଚିତ। ସମାଜ କେବଳ ଏକ ଶବ୍ଦ ନୁହେଁ, ଏହା ଆମର ଜୀବନର ଆଧାର। ଆମେ ପ୍ରତ୍ୟେକ ଏହି ସମାଜର ଏକ ଅଂଶ। ଆମ ଚିନ୍ତା ଓ କାମ ସମାଜକୁ ପ୍ରଭାବିତ କରେ। ଯଦି ଆମେ ଭଲ କରିବା, ସମାଜ ଭଲ ହେବ। ପରିବର୍ତ୍ତନ କେବେ ଆପେ ଆପେ ଆସେନି। ପରିବର୍ତ୍ତନ ଆମ ମନରୁ ଆରମ୍ଭ ହୁଏ। ଆମେ ନିଜକୁ ବଦଳାଇଲେ ସମାଜ ବଦଳିବ। ଛୋଟ ଛୋଟ ଭଲ କାମ ବଡ଼ ପରିବର୍ତ୍ତନ ଆଣେ। ହସି କଥା କହିବା ମଧ୍ୟ ଏକ ପରିବର୍ତ୍ତନ। ଅନ୍ୟକୁ ସମ୍ମାନ ଦେବା ସମାଜକୁ ଶକ୍ତିଶାଳୀ କରେ। ସହଯୋଗ ହେଉଛି ସମାଜର ସତ୍ୟ ଶକ୍ତି। ଦୁଃଖରେ ଥିବା ଲୋକଙ୍କୁ ସହାୟତା କରିବା ଆମ ଦାୟିତ୍ୱ। ଅନ୍ୟର ଭୁଲ ଦେଖି ହସିବା ନୁହେଁ, ଶିଖାଇବା ଦରକାର। ଘୃଣା ନୁହେଁ, ପ୍ରେମ ଦେବା ଆବଶ୍ୟକ। ଶିକ୍ଷା ସମାଜକୁ ଆଲୋକିତ କରେ। ସଚେତନତା ସମାଜର ଉନ୍ନତିର ପଥ। ସଫା ସୁତରା ରଖିବା ମଧ୍ୟ ଏକ ଦାୟିତ୍ୱ। ପରିବେଶ ସୁରକ୍ଷା କରିବା ଆମ କର୍ତ୍ତବ୍ୟ। ସତ୍ୟ କଥା କହିବା ଏକ ମହାନ ଗୁଣ। ଅନ୍ୟାୟ ବିରୋଧରେ ଆବାଜ ଉଠାଇବା ଦରକାର। ଭୟରେ ଚୁପ୍ ରହିଲେ ପରିବର୍ତ୍ତନ ଆସେନି। ନ୍ୟାୟ ପାଇଁ ଦୃଢ଼ ହେବା ଆବଶ୍ୟକ। ବଡ଼ମାନଙ୍କୁ ସମ୍ମାନ କରିବା ଆମ ପରମ୍ପରା। ଛୋଟମାନଙ୍କୁ ସ୍ନେହ ଦେବା ଦରକାର। ସମାନତା ସମାଜର ମୂଳ ଆଧାର। ଧର୍ମ ଓ ଜାତିରେ ଏକତା ହେଉଛି ଆମ ଶକ୍ତି। ଭାଇଚାରା ସମାଜକୁ ଶକ୍ତିଶାଳୀ କରେ। ଆମେ ଯଦି ସତ୍ୟବାନ ହେବା, ସମାଜ ସୁସ୍ଥ ହେବ। ଅସତ୍ୟ ଓ ଦୁର୍ନୀତି ସମାଜକୁ ଦୁର୍ବଳ କରେ। ନିଜ ଲାଭ ପୂର୍ବରୁ ସମାଜର ଲାଭ ଭାବିବା ଦରକାର। ଦୟା ଓ କରୁଣା ଆମ ମନକୁ ମହାନ କରେ। ଅନ୍ୟକୁ ଖୁସି ଦେବା ଏକ ବଡ଼ ସେବା। ପରିବାର ହେଉଛି ସମାଜର ପ୍ରଥମ ଶିକ୍ଷାଳୟ। ଭଲ ସଂସ୍କାର ସମାଜକୁ ଉନ୍ନତ କରେ। ଆମ କଥା ଓ କାମ ମେଳ ହେବା ଉଚିତ। ଅନ୍ୟକୁ ଦୋଷ ଦେବା ସହଜ, ନିଜକୁ ସୁଧାରିବା କଷ୍ଟକର। କିନ୍ତୁ ସତ୍ୟ ପରିବର୍ତ୍ତନ ନିଜରୁ ଆରମ୍ଭ ହୁଏ। ଆମେ ଯଦି ଆଜି ଆଗୁଆ ହେବା, ଆସନ୍ତାକାଲି ଉଜ୍ଜଳ ହେବ। ଛୋଟ ପଦକ୍ଷେପ ମଧ୍ୟ ମହାନ ଫଳ ଦିଏ। ଆମେ ଯଦି ନୀତିବାନ ହେବୁ, ସମାଜ ଶକ୍ତିଶାଳୀ ହେବ। ସଚେତନ ନାଗରିକ ହେବା ଆବଶ୍ୟକ। ନିଜ ଅଧିକାର ସହ ନିଜ କର୍ତ୍ତବ୍ୟ ମଧ୍ୟ ଜାଣିବା ଦରକାର। ସମାଜ ପାଇଁ କିଛି କରିବା ଗର୍ବର କଥା। ନିଜ ଗାଁ, ନିଜ ସହରକୁ ସୁନ୍ଦର କରିବା ଆମର ଦାୟିତ୍ୱ। ଆମେ ଯେପରି ଭାବୁଛେ, ସମାଜ ସେପରି ହୁଏ। ସକାରାତ୍ମକ ଚିନ୍ତା ଦେଶକୁ ଆଗକୁ ନିଏ। ନକାରାତ୍ମକ ଭାବନା ମନକୁ ଅଟକାଏ। ସମାଜର ଶକ୍ତି ହେଉଛି ଏକତା। ଏକତା ରହିଲେ କୌଣସି ସମସ୍ୟା ବଡ଼ ନୁହେଁ। ଆମେ ମିଶି କାମ କଲେ ସମସ୍ୟାର ସମାଧାନ ହୁଏ। ସମାଜ ଆମ ପରିଚୟ, ସମାଜ ଆମ ଗୌରବ। ସମାଜକୁ ଭଲ ପାଇବା ମାନେ ନିଜକୁ ଭଲ ପାଇବା। ଆମର ଭଲ କର୍ମ ସମାଜର ଭବିଷ୍ୟତ ନିର୍ଣ୍ଣୟ କରେ। ଆସନ୍ତୁ ଆମେ ଭଲ ଉଦାହରଣ ହେବା। ଆସନ୍ତୁ ଘୃଣା ଛାଡ଼ି ନିଜର ଭାବିବା। ଆସନ୍ତୁ ସତ୍ୟ ଓ ନ୍ୟାୟକୁ ଅନୁସରଣ କରିବା। ଆସନ୍ତୁ ସମସ୍ତଙ୍କୁ ସମ୍ମାନ ଦେବା। ଅନ୍ୟର ଦୁଃଖକୁ ନିଜର ଭାବିବା। ଏକ ସୁନ୍ଦର ସମାଜ ଗଢ଼ିବା। ଆମ ଘରୁ ଆରମ୍ଭ ହୁଏ ପରିବର୍ତ୍ତନ। ପରିବର୍ତ୍ତନ ଆମ ମନରୁ ଆରମ୍ଭ ହୁଏ।